ସିଜଲିଂ ବାରବେକ୍ ଫିଲେ ଚାଇନିଜ୍। ଉପକରଣ: ଚିକେନ୍ ଫିଲେ 250 ଗ୍ରାମ, ଅଜିନୋମୋଟୋ, ଲୁଣ ଓ ଧଳା ଗୋଲମରିଚ ଗୁଣ୍ଡ ସ୍ୱାଦ ଅନୁସାରେ, ଟମାଟୋ ପ୍ୟୁରି 1 କପ୍, ଅଣ୍ଡାର କେଶର 2ଟା, ଉଷ୍ଟର ସାୟାର ସସ୍ 1 ଟେବୁଲ ଚାମଚ, ମହୁ 1 ଟେବୁଲ ଚାମଚ, କଳା ଗୋଲମରିଚ ଗୁଣ୍ଡ 1 ଟେବୁଲ ଚାମଚ, ଚୁନି ଚୁନି କଟା ହୋଇଥିବା ଅଦା 1 ଟେବୁଲ ଚାମଚ, ଚୁନି ଚୁନି କଟା ହୋଇଥିବା ରସୁଣ 1 ଚାମଚ, ଚୁନି ଚୁନି କଟା ହୋଇଥିବା ସେଲାରି 1/2 ଟେବୁଲ ଚାମଚ, ସୋୟା ସସ୍ 1/2 ଟେବୁଲ ଚାମଚ, ତେଲ ଛାଣିବା ପାଇଁ ଯେତିକି ଦରକାର, ଚୁନି ଚୁନି କଟା ହୋଇଥିବା ପିଆଜ 1 କପ୍। ପ୍ରସ୍ତୁତି: ଅଜିନୋମୋଟୋ, ଲୁଣ, ଉଷ୍ଟର ସାୟା ସସ୍, ଧଳା ଗୋଲମରିଚ ଗୁଣ୍ଡ, ଟମାଟୋ ପ୍ୟୁରି, ଅଣ୍ଡାର କେଶର, ମହୁ, କଳା ଗୋଲମରିଚ ଗୁଣ୍ଡ, କଟା ଅଦା, ରସୁଣ ଓ ସେଲାରିକୁ ସୋୟା ସସ୍ ସହିତ ଭଲ ଭାବରେ ମିଶାଇ ନିଅନ୍ତୁ। ଚିକେନ୍ ଫିଲେଗୁଡ଼ିକୁ ଏହି ମିଶ୍ରଣରେ ଘଣ୍ଟାକ ପାଇଁ ବୁଡ଼ାଇ ମ୍ୟାରିନେଟ୍ କରନ୍ତୁ। ଏଥର ତାୱାରେ ତେଲ ଗରମ କରି ମ୍ୟାରିନେଟ୍ କରାଯାଇଥିବା ଫିଲେଗୁଡ଼ିକୁ ଭାଜି ନିଅନ୍ତୁ। ଅନ୍ୟପଟେ ସିଜଲର ପ୍ଲେଟ୍ ଗରମ କରି ସେଥିରେ ଅଳ୍ପ ତେଲ ଓ କଟା ପିଆଜ ନିଅନ୍ତୁ। ଏହି ଗରମ ସିଜଲର ପ୍ଲେଟ୍ରେ ପୂର୍ବରୁ ଭଜା ଯାଇଥିବା ଚିକେନ୍ ଫିଲେ ରଖି ଗରମ ଗରମ ଖାଇବାକୁ ଦିଅନ୍ତୁ।